ଆଜି ବନେଇବା ଆମ୍ବର ଇନଷ୍ଟାଣ୍ଟ ଆଚାର, ଯୋଉଟା କି ଆପଣ ମାନେ ବିନା ଖରାରେ ନ ଶୁଖେଇକି ଆପଣ ସାଙ୍ଗେ ସାଙ୍ଗେ ଏଇ ଆଚାର ବନେଇ ଖାଇପାରିବେ। ଯୋଉଟା କି ଆପଣ ମାନେ ବିନା ଫ୍ରିଜରେ ମାସେରୁ 1.5 ମାସ ଆପଣ ବାହାରେ ରଖିକି ଏ ଆଚାର ଖାଇପାରିବେ। ଆପଣଙ୍କୁ ନା ଖରାରେ ଶୁଖେଇବାକୁ ପଡିବ, ନା ଆମ୍ବକୁ ଲୁଣ ପାଣିରେ ଧୁଆଇବାକୁ ପଡିବ। ତ ଆପଣ ଏପରି ରେସିପି ବନେଇବା ପାଇଁ ଭିଡିଓଟା ପୁରା ଦେଖନ୍ତୁ। ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଦେଶୀ ଫୁଡ କୋର୍ଟ ଓଡ଼ିଶାକୁ। ତ ମୁଁ ଏଠି ନେଇଛି ଯୋଉ ଗଛରେ ଝଡି ପଡୁଥିବା ଛୋଟ ଆମ୍ବକୁ। ଆପଣ ଏଇ ଆଚାର ବନେଇବା ପାଇଁ କିମ୍ବା ଖଟା ବନେଇବା ପାଇଁ ବଡ ଆମ୍ବ ବି ନେଇପାରିବେ। ତ ଆମ୍ବକୁ ତାପରେ ଧୋଇ ସାରିଲା ପରେ ଆକୁ କପଡାରେ ପୋଛିକି ମାର ଚୋପା ଚାଞ୍ଚିକି ଲମ୍ବା ଲମ୍ବା କାଟିକି ନେଇଛି। ତ ମୁଁ ଏଇଟା ଛୋଟ ଆମ୍ବ ଯେହେତୁ ଗଛରୁ ପଡିଥିଲା ମୁଁ ନେଇକି କରିଛି। ଆପଣ ବଡ ଆମ୍ବରେ ଏଇ ପ୍ରୋସେସରେ ବନେଇ ପାରିବେ। ତ ଏଠି ମୁଁ ଗୋଟେ ବଡ କରେଇ ନେଇଛି। ଏଠି ସୋରିଷ ତେଲ 2 ରୁ 3 ଚାମଚ ଦେଇଦେବା। ତେଲଟାକୁ ଭଲସେ ତାତିବାକୁ ଦେବା। ଭିଡିଓଟାକୁ ସ୍କିପ୍ ନ କରିବି ଆପଣ ମାନେ ପୁରା ଦେଖନ୍ତୁ। ତ ଏଇ ପ୍ରୋସେସରେ ବନାନ୍ତୁ। ଆପଣଙ୍କର ବି ଖଟା କହିପାରିବେ, ଆଚାର କହିପାରିବେ, ଆପଣ ବିନା ଫ୍ରିଜରେ ମାସେ 1.5 ମାସ ରଖିକି ଖାଇପାରିବେ। ତ ଏଠି ହେଙ୍ଗୁ ଦେଇ ଦେଇଛି ଅଧ ଚାମଚ, ଆଉ ପଞ୍ଚ ଫୁଟଣ ଗୋଟେ ବଡ ଚାମଚ ଦେଇଛି। ତ ଫୁଟଣକୁ ଭଲସେ ଫୁଟିବାକୁ ଦେବା। ତ ଫୁଟିଲା ପରେ ଯୋଉ ଆମ୍ବ ସବୁକୁ ଆମେ କାଟିକି ରଖିଥିଲେ ଏଠି ପକେଇ ନେବା। ତ ଆମ୍ବକୁ ହାଇ ଫ୍ଲେମ୍ରେ 3 ରୁ 4 ମିନିଟ୍, ଯେମିତି ଆମ୍ବର ପାଣି ସବୁ ଶୁଖିଯିବ, ଆମ୍ବଟା ଟିକେ ଟ୍ରାନ୍ସପରେଣ୍ଟ ଦିଶିବ, ସେହି ସମୟ ତକ ଆପଣ ହାଇ ଫ୍ଲେମ୍ରେ ଆମ୍ବକୁ ଭାଜି ନେବେ। ତ ମୁଁ ଏଠି ଦେଖିପାରୁଥିବେ ମୁଁ ଆମ୍ବ ଉପରେ ଗୋଟେ କୋଟିଂ ହେଇଯାଇଛି। ଏଇପରି ହେଇସାରିଲା ପରେ ଆପଣ ଗ୍ୟାସର ହିଟ୍ ଲୋ କରିନେବେ। ତ ମୁଁ ଏଇଠି ହାଇ ଫ୍ଲେମ୍ରେ 3 ରୁ 4 ମିନିଟ୍ ଆମ୍ବକୁ ଭାଜି ନେଇଛି। ଭାଜି ସାରିଲା ପରେ ଏଠି ସ୍ୱାଦ ଅନୁସାରେ ଲୁଣ ଦେଇ ଦେଇଛି। ତ ଯେତେବେଳେ ଆମ୍ବ ଭାଜିବେ ପ୍ରଥମରେ ଲୁଣ ଦେବେନି, ଭାଜି ସାରିଲା ପରେ ଲୁଣଟା ଆପଣ ଆଡ୍ କରିପାରିବେ। ତ ଏଠି ଅଳ୍ପ ପାଣି ଦେଇଦେବା ଆମ୍ବକୁ ସିଝିବା ପାଇଁ। ମୁଁ ଏଠି ଅଧ ଗିନା ପାଣି ଦେଇଛି। ତ ମୁଁ ଏଇଟା ସୋରିଷ ତେଲରେ ବନେଇଛି। ଯଦି ଆପଣ ଚାହିଁବେ ଏଇଟା ରିଫାଇନ୍ ତେଲରେ ବନେଇକି ଉପବାସ ଦିନ ମାନଙ୍କରେ ଆପଣ ଖାଇପାରିବେ। ତ ଏଠି ଗ୍ୟାସରେ ଏଠି ମିଡିୟମ କରିକି 3 ରୁ 4 ମିନିଟ୍ ଭଲସେ ଆମ୍ବକୁ ସିଝିବାକୁ ଦେବା। ତ ଦେଖିପାରୁଥିବେ ଆମ୍ବ ଏଠି ଭଲସେ ସିଝିନି, କିନ୍ତୁ ଯେହେତୁ ଆମେ ଆମ୍ବକୁ ଭଲସେ ଭାଜି ନେଇଛେ ତ ସିଝିବାକୁ ଟିକେ ଟାଇମ୍ ଲାଗିବ। ତ ଆଜିର ଛୋଟିଆ ରେସିପିଟା ଆପଣମାନଙ୍କୁ ଯଦି ଭଲ ଲାଗୁଛି ଭିଡ଼ିଓକୁ ନିଶ୍ଚିନ୍ତ ଗୋଟେ ଲାଇକ୍ କରିନେବେ। ଏଠି ମୁଁ ଦେଇଛି 1 ଚାମଚ ଚାଟ୍ ମସଲା, ହଳଦୀ ଗୁଣ୍ଡ 1 ବଡ଼ ଚାମଚ, କାଶ୍ମୀର ରେଡ୍ ଚିଲି ପାଉଡର, ଗରମ ମସଲା, ଆଉ ଯୋଉଟା କି ରାଗ ହବ, ରାଗ ପାଇଁ ରାଗ ଲଙ୍କା ଗୁଣ୍ଡ 1 ଚାମଚ ଦେଇଛି। ରାଗଟା ଆପଣଙ୍କ ମନ ମୁତାବକ ହିସାବରେ ରାଗ ଲଙ୍କା ଗୁଣ୍ଡ ଆଡ୍ କରିପାରିବେ। ଏଠି ଟିକେ ଖଟାର କିମ୍ବା ଆଚାର ଟେଷ୍ଟ ବଢିବା ପାଇଁ ମୁଁ ଟିକେ କଳା ଲୁଣ ଦେଇଛି। ତ ଆପଣ ଖଟା କହିପାରିବେ, ଆଚାର କହିପାରିବେ। ଖଟା ତ ଆପଣ 2 ରୁ 3 ଦିନ ରଖିକି ଖାଇପାରିବେ, କିନ୍ତୁ ଏଇ ପ୍ରୋସେସରେ ଯଦି ଆପଣ ବନଉଛନ୍ତି ଆମ୍ବ, ମାସେ 1.5 ମାସ ଆରାମସେ ବାହାରେ ରଖିକି ଆପଣ ଖାଇପାରିବେ। ପୁଣି 3 ରୁ 4 ମିନିଟ୍ ଏଠି ମୁଁ କଭର କରିନେଇଥିଲି ମିଡିୟମ ହିଟ୍ରେ। ଦେଖିପାରୁଥିବେ ଏଠି ମସଲା ଯୋଉ ଆମ୍ବ ଭିତରେ ଭଲସେ ଭିଜି ଯାଇଛି, ଆଉ ଏଠି ପାଣି ପୁରା ଡ୍ରାଏ ହେଇଯାଇଛି। ପାଣି ଯୋଉ ଆମେ ଦେଇଥିଲେ ଜମା ଏଠି ପାଣି ନାହିଁ। ସାଇଡରୁ ଦେଖିପାରୁଥିବେ ତେଲ ଛାଡି ଆସିଲାଣି। ତ ଭିଡ଼ିଓଟା ପୋଷ୍ଟ କରିବାକୁ ଟିକେ ଲେଟ୍ ହେଇଯାଇଛି। ବର୍ତ୍ତମାନ ସୁଦ୍ଧା ବି ମୁଁ ଏଇ ଆମ୍ବ ଖଟାର ମାନେ ଆଚାର ଖଟା ଆପଣ ଯୋଉଟା ବି କହିପାରିବେ, ମୁଁ ଏଠି ରଖିକି ବାହାରେ ରଖିକି ଖାଉଛି। ଏଠି ମୁଁ ସ୍ୱାଦ ଅନୁସାରେ ଗୁଡ଼ ଦେଇଛି। ଆପଣ ଖାଲି ଗୁଡ଼ରେ ବି ବନେଇ ପାରିବେ। ମୁଁ ଟିକେ ଅଧିକା ଟେଷ୍ଟ ପାଇଁ ବଡ଼ ଚାମଚରେ 3 ରୁ 4 ଚାମଚ ଚିନି ଦେଇଛି। ଆପଣ ଖାଲି ଚିନିରେ ବି ବନେଇ ପାରିବେ, ଖାଲି ଗୁଡ଼ରେ ବି ବନେଇ ପାରିବେ, କିନ୍ତୁ ଗୁଡ଼ ଚିନି ଆଡ୍ କଲେ ଟିକେ ଟେଷ୍ଟଟା ଭଲ ରହୁଛି। ତ ଚିନି ଆଉ ଗୁଡ଼ ପକେଇଲା ପରେ ସବୁକୁ ଆମେ ଏଠି ଗୋଳେଇ ନେବା। ତ ଆଜି ଛୋଟିଆ ରେସିପିଟା ଯଦି ଭଲ ଲାଗୁଛି ଗୋଟେ ଭଲ କମେଣ୍ଟ କରିବେ। ଆଉ ଭିଡ଼ିଓଟା କୋଉଠି ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରି କହିବେ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ଫେସବୁକ୍ ପେଜକୁ ନିହାତି ହିଁ ଫଲୋ କରିନେବେ। ସବୁକୁ ଗୋଳେଇଲା ପରେ ଏଠି ଆମେ କଭର କରିନେବା ପ୍ରାୟ 7 ରୁ 8 ମିନିଟ୍ ଲୋ ଫ୍ଲେମ୍ରେ। ତ ମୁଁ ଏଠି ଘୋଡ଼େଇ ନେଇଥିଲି। ତ ଆପଣଙ୍କୁ ମୁଁ ଦେଖୁଛି, ମଝିରେ ମଝିରେ ଆପଣ ଚେକ୍ କରିନେବେ ଭଲସେ ଆପଣଙ୍କର ଆମ୍ବର ଖଟା କିମ୍ବା ଆଚାର ହେଇଛି ନା ନାହିଁ। ତ ଏଠି ଦେଖିପାରୁଥିବେ ଆମ୍ବ ମାନେ ଟ୍ରାନ୍ସପରେଣ୍ଟ ହେଇ ଆସିଲାଣି। ତ ମତେ ଲାଗିଲା ଆଉ ଟିକେ ବସେଇବାକୁ ପଡିବ। ମୁଁ ଏଠି ଭଲସେ ଗୋଳେଇ ନେଇଛି। ଆଉ ଆମେ ଦେଖିପାରୁଥିବା ଆମ୍ବ ଯୋଉ ଆମେ ବନେଇଛେ ସେଥିରେ ମୁଁ ଜମା ପାଣି ଦେଇନି, କିନ୍ତୁ ଗୁଡ଼ ଆଉ ଯୋଉ ଚିନି ଆମେ ଦେଇଛେ, ତ ଏଠି ଗୁଡ଼ ଚିନିର ପାଣିଟା ଏଠି ବାହାରିଛି, ଜମା ପାଣି ଆଡ୍ ହେଇନି। ଆଉ 2-3 ମିନିଟ୍ ଏଠି ମୁଁ କଭର କରିନେଇଛି। ଆମେ ଯୋଉ ଚିନି ଆଉ ଗୁଡ଼ ଦେଇଥିଲେ ଟିକେ ଆମ୍ବକୁ ଦେଖି ନେବା ଭଲସେ ସିଝିଛି ନା ନାହିଁ। ଆଉ ଆପଣ ଯେତେବେଳେ ଗୁଡ଼ ଆଉ ଯୋଉ ଚିନିର ପାଗଟାକୁ ଟେଷ୍ଟ କରିବେ, ଯେମିତି ଆମର ମହୁ ଭଳିଆ ଟିକେ ଅଠା ଲାଗିବ, ସେ ପର୍ଯ୍ୟନ୍ତ ଆପଣ ଏଇଟାକୁ ପକେଇ ନେବେ, ମାନେ କୁକ୍ କରିନେବେ। ଆମ୍ବ ଗୋଟେ ଏମିତି ଚେକ୍ କରିନେବା ଭଲସେ ସିଝିଛି ନା ନାହିଁ।
ଆଉ ଦେଖିପାରୁଥିବେ ଆମ୍ବ ଯାକ କେମିତି ଟ୍ରାନ୍ସପରେଣ୍ଟ ହେଇଛି, ଯୋଉଟାକି ଆପଣ ରଖିକି ବାହାରେ ବି ରଖିକି ଖାଇପାରିବେ। ଆମ୍ବ ଜମା ଯୋଉ ଖଟା ନଷ୍ଟ ହବନି। ତ ମୁଁ ଏଠି ଚେକ୍ କରିକି ଦେଖୁଛି, ଦେଖିପାରୁଥିବେ ଏଠି ପୁରା ଗୋଟେ ତାରର ଶିରା ହଉନି, କିନ୍ତୁ ପୁରା ଅଠାଳିଆ ହେଇଛି। ଏଠି ଆମେ ଗ୍ୟାସର ଏଇଟା ଆମେ ବନ୍ଦ କରିନେବା। ତ ଥଣ୍ଡା ହେଲା ପରେ ଆପଣ ବୋତଲରେ ବି ରଖିପାରିବେ, କୌଣସି ଜାଗାରେ ବି ଆପଣ ରଖିକି ବାହାରେ ଏହି ଖଟାକୁ ଆପଣ ବ୍ୟବହାର କରିପାରିବେ। ଯେହେତୁ ମୁଁ ଏଇଟା ସୋରିଷ ତେଲରେ ବନେଇଛି, ତ ଏଇଟା ମୁଁ ଉପବାସ ଦିନ ମାନଙ୍କରେ ଖାଇପାରିବିନି। ଆପଣ ନିଶ୍ଚିନ୍ତ ରିଫାଇନ ତେଲରେ ବନାନ୍ତୁ। ପୁଣି ଆସିବି ଗୋଟେ ନୂଆ ରେସିପି ସହିତ।